ଆଜି ଆସନ୍ତୁ ଆମେ ପୂର୍ବର ଜ୍ୟୋତି ଶୀର୍ଷକ ଉପଦେଶ ସହିତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାର କିଛି ସମୟ ନେବା। ବାଇବଲ ଏବଂ ଭବିଷ୍ୟତ ବକ୍ତାମାନେ ଭବିଷ୍ୟବାଣୀ କରିଥିଲେ ଯେ ଶେଷ ଦିନରେ ଆମେ ପରମେଶ୍ୱରଙ୍କୁ ଜାଣିବା ଉଚିତ ଯେ ପୂର୍ବରୁ ପ୍ରକାଶ ହେବେ। ପ୍ରକାଶିତ ବାକ୍ୟରେ ପ୍ରେରିତ ଯୋହନ ପରମେଶ୍ୱରଙ୍କୁ ଆତ୍ମା ଓ କନ୍ୟା ବୋଲି ବର୍ଣ୍ଣନା କରିଥିଲେ। ଆତ୍ମା ଓ କନ୍ୟା କାହିଁକି ପୂର୍ବ ଦିଗରୁ ଜ୍ୟୋତି ଅଟନ୍ତି? ଏହି ଜ୍ୟୋତି ବିଷୟରେ ଆସନ୍ତୁ ଆମେ ପ୍ରଥମ ଯୋହନ ଅଧ୍ୟାୟ 1:5 ଦେଖିବା। ଅଧ୍ୟାୟ 1:5 ଆମ୍ଭେମାନେ ତାହାଙ୍କଠାରେ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ ତାହା ଏହି, ସେ କିଏ? ପରମେଶ୍ୱର, ଈଶ୍ୱର ଜ୍ୟୋତି ସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ। ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି। ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ, ତାହା ହେଲେ ଆମ୍ଭେମାନେ ମିଥ୍ୟାବାଦୀ ଆଉ ସତ୍ୟ ଆଚରଣ କରୁନଥାଉ। ପଦ 7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। ପ୍ରଥମ ଯୋହନ ଅଧ୍ୟାୟ 1:5ରେ ଜ୍ୟୋତି କିଏ? ଲେଖା ଅଛି ଯେ ପରମେଶ୍ୱର ଜ୍ୟୋତି ଅଟନ୍ତି। ବର୍ତ୍ତମାନ ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 9:1କୁ ଯିବା। ମାତ୍ର ପୂର୍ବେ ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା, ତାହା ଡିମିରି ବୃକ୍ଷ ହୋଇ ରହିବ ନାହିଁ। ପୂର୍ବ କାଳରେ ସେ ସବୁଲୁନ ଦେଶ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ। ମାତ୍ର ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଜର୍ଦ୍ଦନର ସେ ପାରିସ୍ଥ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ, ସେମାନେ କ'ଣ ଦେଖିଅଛନ୍ତି? ସେମାନେ ମହାଆଲୁଅ ଦେଖିଅଛନ୍ତି। ଯେଉଁମାନେ ମୃତ୍ୟୁ ଛାୟା ରୂପ ଦେଶରେ ବାସ କଲେ, ସେମାନଙ୍କ ଉପରେ ଦୀପ୍ତି ଉଦିତ ହୋଇଅଛି। ଯୀଶୁ ଏହି ପୃଥିବୀକୁ ଆସିବାର 700 ବର୍ଷ ପୂର୍ବେ ଯିଶାୟ ଏହି ଭବିଷ୍ୟତବାଣୀ କରିଥିଲେ ଯେ ଖ୍ରୀଷ୍ଟ ଗାଲିଲିରେ ରହିବେ। ସେ ଗୋଷ୍ଠୀଗଣର ଗାଲିଲିକୁ ସମ୍ଭ୍ରାନ୍ତ କରିବେ। ମୃତ୍ୟୁ ଛାୟା ରୂପ ଦେଶରେ ବାସ କରୁଥିବା ଗୋଷ୍ଠୀ ପ୍ରତି ଦୀପ୍ତି ଉଦିତ ହୋଇଅଛି। ଯୀଶୁ ଗାଲିଲିରେ ସୁସମାଚାର କାର୍ଯ୍ୟ କରିବା ସମୟରେ ଯିଶାୟ ଏହାକୁ ଏକ ମହାନ ଜ୍ୟୋତି ଭାବରେ ବର୍ଣ୍ଣନା କରିଥିଲେ। ଆସନ୍ତୁ ଅଧ୍ୟାୟ 9:6କୁ ଯିବା। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମିଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକାନ୍ତ ପରମେଶ୍ୱର, ଅନନ୍ତକାଳୀନ। ସେ କିଏ? ଅନନ୍ତକାଳୀନ ପିତା। ଯିଶାୟ କାହାକୁ ପିତା ବୋଲି ଡାକିଲେ? କେବଳ ପରମେଶ୍ୱରଙ୍କୁ। ପିତା ପରମେଶ୍ୱର ସଦାପ୍ରଭୁ ଏକ ବାଳକ ରୂପରେ, ଏକ ପୁତ୍ର ରୂପରେ ଏହି ପୃଥିବୀକୁ ଆସିଲେ ଏବଂ ସେ ତାହାଙ୍କ ସୁସମାଚାର କାର୍ଯ୍ୟ କେଉଁଠାରେ କଲେ? ଏହା ଗାଲିଲି ଥିଲା। ତେଣୁକରି ଲୋକମାନେ ଅନ୍ଧକାରରେ କ'ଣ ଦେଖିଲେ? ସେମାନେ ଏକ ମହାଆଲୁଅ ଦେଖିଲେ। ପ୍ରଥମ ଯୋହନ ଅଧ୍ୟାୟ 1:5 ଅନୁଯାୟୀ ଜ୍ୟୋତି କିଏ ଅଟନ୍ତି? ଏହା କହିଥାଏ ଯେ ପରମେଶ୍ୱର ଜ୍ୟୋତି ଅଟନ୍ତି। ପରମେଶ୍ୱର ଏହି ପୃଥିବୀକୁ ଆସିଲେ ଏବଂ ସାଂସାରିକ ମାନସିକତା, ସାଂସାରିକ ଚିନ୍ତାଧାରା ଏବଂ ମିଥ୍ୟା ଶିକ୍ଷାଗୁଡ଼ିକୁ ଦୂର କରୁଥାଇ ସୁସମାଚାରକୁ ପୂରା କଲେ। ସେ ସେମାନଙ୍କୁ ସ୍ୱର୍ଗର ଶିକ୍ଷା ସହିତ ପରିବର୍ତ୍ତନ କଲେ। କ'ଣ ଏହି କାରଣରୁ ନୁହେଁ କି ଆମ୍ଭମାନଙ୍କଠାରେ ସ୍ୱର୍ଗର ଆଶା, ଅନନ୍ତ ଜୀବନର ଆଶୀର୍ବାଦ ଏବଂ ପରମେଶ୍ୱରଙ୍କ ରାଜ୍ୟ ପ୍ରତି ବିଶ୍ୱାସ ଅଛି? ଏହି ସମସ୍ତ ଶିକ୍ଷାଗୁଡ଼ିକୁ ସେମାନେ ମହାଆଲୁଅ ଦେଖିଅଛନ୍ତି ଭାବରେ ପ୍ରକାଶିତ କରିଛନ୍ତି। ଆସନ୍ତୁ ଯୋହନ ଅଧ୍ୟାୟ 12 ଉପରେ ଏକ ନଜର ପକାଇବା। ଯୋହନ ଅଧ୍ୟାୟ 12:35 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆଉ ଅଳ୍ପ ସମୟ ମାତ୍ର ଜ୍ୟୋତି ତୁମ୍ଭମାନଙ୍କ ମଧ୍ୟରେ ଅଛି। ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥି ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତି ଥାଉ ଥାଉ ଗମନାଗମନ କର। ଯେ ଅନ୍ଧକାରରେ ଗମନାଗମନ କରେ, ସେ କେଉଁଠାକୁ ଯାଉଅଛି ତାହା ଜାଣେ ନାହିଁ। ତୁମ୍ଭେମାନେ ଯେପରି ଜ୍ୟୋତିର ସନ୍ତାନ ହୁଅ, ଆମେ କ'ଣ କରିବା ଉଚିତ? ସେଥିପାଇଁ ଜ୍ୟୋତି ତୁମ୍ଭମାନଙ୍କ ନିକଟରେ ଥାଉ ଥାଉ ଜ୍ୟୋତିରେ ବିଶ୍ୱାସ କର।
ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିବା ସମୟରେ ବାଇବଲ କିପରି ବର୍ଣ୍ଣନା କରେ? 뭐와 함께 있다고요? ଏଥିରେ ଲେଖା ଅଛି, ଜ୍ୟୋତି ତୁମ୍ଭମାନଙ୍କ ମଧ୍ୟରେ ଅଛି। 하셨고 ଅନ୍ଧକାର ଯେପରି ତୁମ୍ଭମାନଙ୍କୁ ଗ୍ରାସ ନ କରେ, ଏଥି ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଜ୍ୟୋତି ଥାଉ ଥାଉ ଗମନାଗମନ କର। 육체를 입고 우리 인류의 구원을 ଯୀଶୁ ବେଥଲିହିମ୍ ଠାରେ ଶରୀରରେ ଜନ୍ମ ହୋଇଥିଲେ ଏବଂ ଗାଲିଲିରେ ରହୁଥିଲେ 진리의 ଏବଂ ମାନବ ଜାତିର ପରିତ୍ରାଣ ପାଇଁ ସତ୍ୟର ପ୍ରଚାର କରୁଥିଲେ। 갈릴리 사람이라는 ଯୀଶୁ ଗାଲିଲିରେ ସୁସମାଚାର କାର୍ଯ୍ୟ କଲେ ଏବଂ ସେ ଗାଲିଲିର ଯୀଶୁ ଭାବରେ ସ୍ୱୀକୃତି ପାଇଲେ। 그런 입장이 되었습니다. 여기에 지금 ଏହି ସମସ୍ତ ଦୃଶ୍ୟ ଦର୍ଶାଏ ଯେ ଯୀଶୁ ଜ୍ୟୋତି ଅଟନ୍ତି। 하고 이렇게 알려주고 있습니다. 예수 그리스도께서 ଯୀଶୁ କହିଲେ ଯେ ଯେତେବେଳେ ସେ ପୃଥିବୀରେ ଥିଲେ ସେତେବେଳେ ଜ୍ୟୋତି ସେମାନଙ୍କ ସହିତ ଥିଲା। 하고 이렇게 예수님께서 설명했습니다. ଆସନ୍ତୁ ଯୋହନ ଅଧ୍ୟାୟ 1 ପଦ 1କୁ ଯିବା। 함께 보시겠습니다. ଆସନ୍ତୁ ନିଶ୍ଚିତ କରିବା ଯେ ଯୀଶୁଖ୍ରୀଷ୍ଟ ଯିଏ ଶରୀରରେ ଏହି ପୃଥିବୀକୁ ଆସିଥିଲେ ସେ ପରମେଶ୍ୱର ଅଟନ୍ତି। ଅଧ୍ୟାୟ 1 ପଦ 1। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, 하나님과 함께 계셨으니 ସେହି ବାକ୍ୟ ଈଶ୍ୱର ଥିଲେ। 하나님이시라. ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। 함께 계셨고 ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା, ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ କ'ଣ ଥିଲା? ମନୁଷ୍ୟମାନଙ୍କର ଜ୍ୟୋତି। ପଦ 5। ସେହି ଜ୍ୟୋତି ଅନ୍ଧକାରରେ ଜାଜୁଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର କ'ଣ କଲା ନାହିଁ? ତାହା ଗ୍ରହଣ କରିନାହିଁ। ପରମେଶ୍ୱର ଯିଏ ଜ୍ୟୋତି ଅଟନ୍ତି ଏହି ପୃଥିବୀକୁ ଆସିଲେ 인류에게 전해주시면서 ଏବଂ ମାନବ ଜାତିକୁ ସ୍ୱର୍ଗ ରାଜ୍ୟର ମାର୍ଗ ଶିଖାଉଥାଇ ସତ୍ୟର ପ୍ରଚାର କଲେ। 어두움에서 କିନ୍ତୁ ଯେଉଁମାନେ ଅନ୍ଧକାରର ସହିତ ସମ୍ବନ୍ଧିତ ସେମାନେ ତାଙ୍କ ବାକ୍ୟ ବୁଝିପାରିଲେ ନାହିଁ। 여기에서 ଏଠାରେ ଏହା କହିଥାଏ, ଜ୍ୟୋତି ଅନ୍ଧକାରରେ ଜାଜୁଲ୍ୟମାନ ହୋଇ ଆସୁଅଛି। ଏହି ଜ୍ୟୋତି ଖ୍ରୀଷ୍ଟ ନୁହନ୍ତି କି? ଆସନ୍ତୁ ପଦ 6 ସହିତ ଜାରି ରଖିବା। 하나님께서 ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଯୋହନ। 증거하러 왔으니 ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି। 증거하고라고 했습니다. କ'ଣ ବାପ୍ତିଜକ ଯୋହନ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଏଲିଓ ହୋଇ ଆସିନାହାନ୍ତି? 그 엘리야 아니겠습니까? ବାଇବଲ କୁହେ ଯେ ବାପ୍ତିଜକ ଯୋହନ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଆସିଥିଲେ। 우리 ଆସନ୍ତୁ ପଦ 7କୁ ଯାଇ ଏହାର ନିଶ୍ଚିତ କରିବା। 저가 ସେ ଯେପରି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ସେମାନେ ଜ୍ୟୋତି ସମ୍ବନ୍ଧରେ କ'ଣ କରିବା ଉଚିତ? ବିଶ୍ୱାସ କରନ୍ତି। ସେମାନେ ଜ୍ୟୋତିକୁ ବିଶ୍ୱାସ କରିବା ଉଚିତ। 함이라. ପଦ 8। 8절입니다. ସେ ନିଜେ ସେହି ଜ୍ୟୋତି ନଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 증거하러 온 자라. ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ। 빛이었으나니 ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ, ଆଉ ସେହି ବାକ୍ୟ ଦେହବନ୍ତ ହେଲେ। ଅଧ୍ୟାୟ 1 ପଦ 1ରେ ଏହା କୁହେ ଯେ ବାକ୍ୟ ପରମେଶ୍ୱର ଥିଲେ ଏବଂ ଏହିପରି ପରମେଶ୍ୱର ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। 라고 했습니다. ଏକମାତ୍ର ଓ ଅଦ୍ୱିତୀୟ ପୁତ୍ର କିଏ ଅଟନ୍ତି? ସେ ଯୀଶୁ ଅଟନ୍ତି। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ସେ କିଏ ଥିଲେ? ସେ ଯୀଶୁ ଥିଲେ, ଏକମାତ୍ର ଓ ଅଦ୍ୱିତୀୟ ପୁତ୍ର। ଯୀଶୁଙ୍କ ବିଷୟରେ ପ୍ରେରିତ ଯୋହନ ପୁସ୍ତକ ଅଧ୍ୟାୟ 1ରେ କହିଲେ ଯେ ସେ ଜ୍ୟୋତି ଅଟନ୍ତି। ତେଣୁକରି ପ୍ରଥମ ଯୋହନ ଅଧ୍ୟାୟ 1 ପଦ 5 ଆମକୁ କ'ଣ କୁହେ? 하나님은 누구시라고 ଏହା ପରମେଶ୍ୱରଙ୍କୁ ଜ୍ୟୋତି ଭାବରେ ବର୍ଣ୍ଣନା କରେ। 표현하고 있습니다. 이 ଏହି ଜ୍ୟୋତି ସହିତ କ'ଣ ଦୂର ହୁଏ? 뭐가 물러갑니까? ଅନ୍ଧକାର ଦୂର ହୁଏ। କ'ଣ ଆମ୍ଭମାନଙ୍କ କାର୍ଯ୍ୟ ଠିକ୍ ଅଟେ ନା ଭୁଲ? କ'ଣ ଆମ୍ଭେମାନେ ଯେଉଁ ସତ୍ୟକୁ ଅନୁସରଣ କରୁଅଛୁ ତାହା ସତ୍ୟ ଅଟେ ନା ଅସତ୍ୟ? ଏହି ସମସ୍ତର ପାର୍ଥକ୍ୟ ସେତେବେଳେ କରାଯାଇପାରିବ ଯେତେବେଳେ ପରମେଶ୍ୱର ଯେ ଜ୍ୟୋତି ଅଟନ୍ତି ଏହି ପୃଥିବୀରେ ଥିବେ।
ଯେତେବେଳେ ପରମେଶ୍ୱର ଉପସ୍ଥିତ ହୁଅନ୍ତି ତେବେ ତାହାଙ୍କ ଶିକ୍ଷା ପ୍ରାପ୍ତ କରୁଥିବା ଲୋକମାନେ ଏହି ଜ୍ୟୋତିର ପ୍ରଚାର ଅନ୍ଧକାର ଜଗତକୁ କରିପାରିବେ। 할 수가 있습니다. କ'ଣ କୌଣସି ଶାରୀରିକ ଶକ୍ତି ଦ୍ୱାରା ଅନ୍ଧକାରକୁ ପରାଜିତ କରାଯାଇପାରିବ କି? ନାହିଁ। 어둠을 물리칠 수 없습니다. ଯଦି କୌଣସି ବ୍ୟକ୍ତି ଉଚ୍ଚ ସ୍ୱରରେ ଚିତ୍କାର କରେ ଚାଲିଯାଅ, ଅନ୍ଧକାର କେବେ ବି ଦୂର ହେବ ନାହିଁ। 어둠은 절대 물러서는 법이 없습니다. ବହୁତ ଟଙ୍କା ଦେଲେ ମଧ୍ୟ ଅନ୍ଧକାର ଦୂର ହୁଏ ନାହିଁ। 어둠은 물러서지 않습니다. ଧମକ ଦେଲେ ମଧ୍ୟ ଅନ୍ଧକାର ପଛକୁ ହଟେ ନାହିଁ। ତଥାପି 어둠은 ଛୋଟ ଜ୍ୟୋତି ମଧ୍ୟ ଅନ୍ଧକାରକୁ ଦୂର କରିଥାଏ। 꼼짝하지를 못합니다. ଯେତେବେଳେ ଜ୍ୟୋତି ଥାଏ ସେତେବେଳେ ଅନ୍ଧକାର ଦୂର ହୋଇଯାଏ। 근데 ତେବେ ପରମେଶ୍ୱର କିଏ ଅଟନ୍ତି? 누구시라고요? ସେ ଜ୍ୟୋତି ଅଟନ୍ତି। 했습니다. ଦୁନିଆର ସମସ୍ତ ଅନ୍ଧକାରକୁ ପରାଜିତ କରିବାର କେବଳ ଏକମାତ୍ର ଉପାୟ ଅଛି। 바로 କ'ଣ ଏହାର ଉଦ୍ଦେଶ୍ୟ ଜ୍ୟୋତିକୁ ପ୍ରକାଶିତ କରିବା ନୁହେଁ କି? 그래서 ତେଣୁ ଯୀଶୁ ଆମ୍ଭମାନଙ୍କୁ କହିଲେ, ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷୀ ହୁଅ 우리를 ଏବଂ ଆମ୍ଭମାନଙ୍କୁ ଜ୍ୟୋତିର ସନ୍ତାନ କହିଅଛନ୍ତି। 자녀로 ହଁ ନା? 삼지 않았습니까? 예. 자, 그런데 କିନ୍ତୁ 이 마지막 ପୂର୍ବରୁ ଅନ୍ତିମ ଜ୍ୟୋତି ଗୋଟିଏ ନୁହେଁ, 어떤 빛이 나가는 것이 아니라 ମାତ୍ର ଦୁଇଟି। 두 개의 빛이 나가도록 되어 있습니다. 자, 우리 ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଏହା ଲେଖାଯାଇଛି, ଆତ୍ମା ଓ କନ୍ୟା କହନ୍ତି, ଆସ। ଆତ୍ମା ପରମେଶ୍ୱର ଅଟନ୍ତି, ଯିଏ ଆମ୍ଭମାନଙ୍କୁ ମାଥ୍ୟୁ ଅଧ୍ୟାୟ 28 ପଦ 19ରେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଲୋକମାନଙ୍କୁ ବାପ୍ତିଜିତ କରିବା ପାଇଁ ଆଜ୍ଞା ଦେଇଅଛନ୍ତି। ସେ ତ୍ରିଏକ ପରମେଶ୍ୱର ଅଟନ୍ତି। 성령 ସେ ତିନୋଟି ଭିନ୍ନ ଭିନ୍ନ ଅସ୍ତିତ୍ୱ ନୁହନ୍ତି। 다른 분이 아니십니다. 예. 그 ଆତ୍ମା ଓ କନ୍ୟା କହନ୍ତି, 성부가 말씀하시기를 ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଯିଏ ଆମ୍ଭମାନଙ୍କ ଆତ୍ମାଙ୍କ କନ୍ୟା ଅଟନ୍ତି କହନ୍ତି, ଆସ। 오라 하시는도다. ପୁଣି ଯେ ଶୁଣେ ସେ କହୁ, ଆସ। 할 것이요 ଯେ ତୃଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। 갖고 있습니다. ପରମେଶ୍ୱର ଯିଏକି ଏହି ଅନ୍ଧକାର ଜଗତକୁ ଜ୍ୟୋତି ଦ୍ୱାରା ଆଲୋକିତ କରିବେ, ଆତ୍ମା ଓ କନ୍ୟା ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଅଟନ୍ତି। 어머니 하나님이십니다. ସେମାନେ ଅନ୍ଧକାର ଜଗତକୁ ପରାସ୍ତ କରିବା ଏବଂ ତାହାଙ୍କର ସନ୍ତାନମାନଙ୍କୁ ଜ୍ୟୋତିକୁ ନେଇଯିବା ପାଇଁ એકତ୍ରିତ ହୋଇ ପ୍ରକଟ ହେବେ। 가운데로 인도하시게 될 것입니다. ଏହି କାରଣରୁ କ'ଣ ପରମେଶ୍ୱର ଆମ୍ଭମାନଙ୍କୁ ଜ୍ୟୋତିର ସନ୍ତାନ ଏବଂ ଦିବସର ସନ୍ତାନ କୁହନ୍ତି ନାହିଁ କି? ସେଥିପାଇଁ ଶୟତାନ ଏହି ଜ୍ୟୋତିକୁ ଘୃଣା କରେ। 비치는 걸 싫어합니다. 싫어하기 때문에 ତେଣୁକରି ସେ ଆମ୍ଭମାନଙ୍କର ପିତା ଓ ମାତାଙ୍କ ଗୌରବକୁ କମ୍ କରିଦେଇଥାଏ। 하는 이런 일들을 저들은 또 서슴지 않겠죠. ଆସନ୍ତୁ ଆମେ ଦ୍ୱିତୀୟ କରିନ୍ଥିଓ ଅଧ୍ୟାୟ 4 ପଦ 4 ଦେଖିବା। ଦ୍ୱିତୀୟ କରିନ୍ଥିଓ ଅଧ୍ୟାୟ 4 ପଦ 4, 말씀 보시면 ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏହି ଜଗତର ଈଶ୍ୱର ଶୈତାନକୁ ଦର୍ଶାଉଅଛି। ହଁ ନା? ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀମାନଙ୍କର ଚକ୍ଷୁ ଜ୍ଞାନ ସେ କ'ଣ କରିଅଛି? ସେ ଅନ୍ଧ କରିଅଛି। କାରଣ ଆମ୍ଭେମାନେ ଆପଣାକୁ ପ୍ରଚାର କରୁନାହୁଁ, ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, 그리스도 ପୁଣି ଯୀଶୁଙ୍କ ସକାଶେ ଆମ୍ଭେମାନେ ଯେ ତୁମମାନଙ୍କର ସେବକ ଏହା ପ୍ରଚାର କରୁ। ଯେଣୁ ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର, ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ସେ କ'ଣ କଲେ? ତାହାଙ୍କର ଜ୍ୟୋତି ଆମ୍ଭମାନଙ୍କ ହୃଦୟରେ, ସମସ୍ତଙ୍କ ହୃଦୟରେ ଆଲୋକ ପ୍ରକାଶ କରିଅଛନ୍ତି। 그러니 이제 ତେଣୁକରି ସମସ୍ତଙ୍କୁ ଏହି ଗଭୀର ସତ୍ୟକୁ ଗ୍ରହଣ କରିବା ଉଚିତ। ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନୂତନ ନାମ ଜାଣନ୍ତି ନାହିଁ। ସେମାନେ ଜାଣନ୍ତି ନାହିଁ ଯେ କାହିଁକି ଆମ୍ଭେମାନେ ନୂତନ ନାମରେ ପ୍ରାର୍ଥନା କରିବା ଉଚିତ ଏବଂ ନୂତନ ନାମର ପ୍ରଶଂସା କରିବା ଉଚିତ ଏବଂ କାହିଁକି ନୂତନ ନାମ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତାଙ୍କ ନାମ ଅଟେ। ଯେଉଁମାନେ ଜ୍ୟୋତି ପାଇନାହାନ୍ତି ସେମାନେ ବହୁତ ଦ୍ୱନ୍ଦ୍ୱରେ ଅଛନ୍ତି। 왜냐하면 ଏହିପରି ଏଥିପାଇଁ ଅଟେ କାରଣ ଏହି ଜଗତର ପରମେଶ୍ୱର ସେମାନଙ୍କର ବୁଦ୍ଧିକୁ ଅନ୍ଧ କରିଦିଅନ୍ତି। 해왔던 그 행위 ଲୋକମାନଙ୍କ ପୂର୍ବ ଅଭ୍ୟାସ ଏବଂ ଜଗତର ଜ୍ଞାନ ପରମେଶ୍ୱରଙ୍କ ଗୌରବର ଜ୍ଞାନର ଜ୍ୟୋତିକୁ ଅବରୋଧ କରିଥାଏ। 영광을 자꾸만 차단시키는 겁니다. 2000 ବର୍ଷ ପୂର୍ବେ ଯେତେବେଳେ ଯୀଶୁ ଏହି ପୃଥିବୀକୁ ଆସିଲେ, ତେବେ ସେ ଯୋହନ ଅଧ୍ୟାୟ 10 ପଦ 30ରେ କହିଲେ, ମୁଁ ଓ ପିତା ଏକ। 말씀을 하셨습니다. ଜିହୁଦୀ, ଫାରୁସୀ, ବ୍ୟବସ୍ଥା ଶାସ୍ତ୍ରଜ୍ଞ ଓ ଯାଜକମାନେ
ଯେଉଁମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ ଦାବି କରୁଥିଲେ, ଏହା କହୁଥାଇ ଯୀଶୁଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କଲେ ଯେ ଯୀଶୁ ନିଜକୁ ପରମେଶ୍ୱର କହୁଥାଇ ପରମେଶ୍ୱରଙ୍କୁ ନିନ୍ଦା କଲେ। ଯିଶାୟଙ୍କ ଭବିଷ୍ୟତବାଣୀ ସତ୍ତ୍ୱେ ଯେ ପରମେଶ୍ୱର ଶରୀରରେ ଆସିବେ, ସେମାନେ ପଚାରିଲେ, ଯୀଶୁ କିପରି ପରମେଶ୍ୱର ହୋଇପାରିବେ? ସେ ତ ଜଣେ ମନୁଷ୍ୟ ଅଟନ୍ତି। ଦ୍ୱିତୀୟ କୋରିନ୍ଥୀୟ ଅଧ୍ୟାୟ 4ରେ ଲେଖାଅଛି ଯେ ଏହିପରି ଚିନ୍ତାଧାରା ହେତୁ ସେମାନେ ଖ୍ରୀଷ୍ଟଙ୍କ ଜ୍ୟୋତିକୁ ସମଗ୍ର ମାନବ ଜାତି ଉପରେ ଆଲୋକିତ ହେବାରୁ ରଖିଥିଲେ। ତଥାପି ଆମ୍ଭମାନଙ୍କ ବିଷୟରେ କ'ଣ? ପରମେଶ୍ୱର ଆମ୍ଭମାନଙ୍କୁ ଜ୍ୟୋତି ଦେଖାଇଅଛନ୍ତି। ଏହି କାରଣରୁ ଆମ୍ଭେମାନେ ନୂତନ ନାମକୁ ଏବଂ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ଯୁଗ ବିଷୟରେ ସତ୍ୟକୁ ବୁଝିପାରିବା। ଆମେ ବୁଝିପାରୁ ଯେ ଯୀଶୁଙ୍କ ଆସିବା ପୂର୍ବରୁ ଲୋକମାନେ କାହିଁକି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ ଏବଂ ଆମ୍ଭେମାନେ ଜାଣିଅଛୁ ଯେ ପବିତ୍ର ଆତ୍ମାଙ୍କ ଏହି ଯୁଗରେ ଆମ୍ଭମାନଙ୍କୁ ଯୀଶୁଙ୍କ ନୂତନ ନାମରେ ପ୍ରାର୍ଥନା କରିବା ଉଚିତ। ଯେହେତୁ ପରମେଶ୍ୱର ଜ୍ୟୋତି ଅଟନ୍ତି, ଯେ ପର୍ଯ୍ୟନ୍ତ ଆମ୍ଭେମାନେ ପରମେଶ୍ୱରଙ୍କୁ ଗ୍ରହଣ କରିନାହୁଁ, ଆମ୍ଭେମାନେ କେବେ ମଧ୍ୟ ଏହା କହିପାରିବା ନାହିଁ ଯେ ଆମ୍ଭେମାନେ ଜ୍ୟୋତି ପ୍ରାପ୍ତ କରିଅଛୁ, କିମ୍ବା ଏହା ମଧ୍ୟ କହିପାରିବୁ ନାହିଁ ଯେ ଆମ୍ଭେମାନେ ସତ୍ୟର ଜ୍ୟୋତି ଏବଂ ଏଲୋହିମ୍ ପରମେଶ୍ୱର, ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଜ୍ୟୋତି ପ୍ରାପ୍ତ କରିଅଛୁ, ଯିଏକି ଆତ୍ମା ଓ କନ୍ୟା ରୂପରେ ଆସିଛନ୍ତି। ବାଇବଲରେ ପରମେଶ୍ୱରଙ୍କ ନର ସ୍ୱରୂପ ଯୀଶୁଙ୍କୁ ଜ୍ୟୋତି ଭାବରେ ଅନେକ ଥର ଉଲ୍ଲେଖ କରାଯାଇଅଛି। ଠିକ୍ ସେହିପରି ବାଇବଲ ଆମ୍ଭମାନଙ୍କୁ ମାତା ପରମେଶ୍ୱର, ପରମେଶ୍ୱରଙ୍କ ନାରୀ ସ୍ୱରୂପ ଜ୍ୟୋତି ଭାବେ ସତ୍ୟକୁ ମଧ୍ୟ ଶିକ୍ଷା ଦିଏ। ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 60 ମାଧ୍ୟମରେ ଏହାକୁ ନିଶ୍ଚିତ କରିବା। ଯିଶାୟ ଅଧ୍ୟାୟ 60 ସେହି ଗୌରବ ବିଷୟରେ ବର୍ଣ୍ଣନା କରିଥାଏ ଯାହା ଜେରୁସାଲେମକୁ ପ୍ରାପ୍ତ କରିବ। ଆସନ୍ତୁ ଯିଶାୟ ଅଧ୍ୟାୟ 60 ପଦ 1 ଉପରେ ନଜର ପକାଇବା। ଉଠ, ଆମ୍ଭେମାନେ କ'ଣ କରିବା ଉଚିତ? ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ଦୀପ୍ତି କି ଓ କାହା ଉପରେ? ଗୋଷ୍ଠୀବର୍ଗଙ୍କୁ କ'ଣ ଆଚ୍ଛନ୍ନ କରିବ? ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ଏହିପରି ଅନ୍ଧକାର ମାଧ୍ୟମରେ ପରମେଶ୍ୱରଙ୍କ ଉପସ୍ଥିତି ଲୁଚାଯାଇଅଛି ଏବଂ ଲୋକମାନଙ୍କ ବିଶ୍ୱାସରେ ବାଧା ଦେଉଅଛି, ଯେପରିକି ଆମ୍ଭେମାନେ ପୂର୍ବରୁ ବାଇବଲରେ ଦେଖିଥିଲୁ। ବାୟୁର ରାଜା ଅର୍ଥାତ୍ ଶୈତାନ ପରମେଶ୍ୱରଙ୍କ ଲୋକମାନଙ୍କୁ ତାହାଙ୍କୁ ସଠିକ୍ ଭାବରେ ବୁଝି ନ ପାରିବା ଏହା କହିଥାଏ, କ'ଣ ଗାଲିଲିରୁ କିଛି ଭଲ ବାହାରିପାରେ କି? ସେ ଶିକ୍ଷିତ ନଥିଲେ। କ'ଣ ତାହାଙ୍କ ପିତା ଜଣେ ବଢ଼େଇ ନୁହନ୍ତି ଏବଂ ତାହାଙ୍କ ମାତା ଜଣେ ସାଧାରଣ ମହିଳା ନୁହନ୍ତି? ଏପରି ଏକ ପରିବାରରୁ ଜଣେ ମହାନ ବ୍ୟକ୍ତି କିପରି ଆସିପାରିବ? ଶୈତାନ ଏପରି ଜାଲ ସୃଷ୍ଟି କରେ ଯାହାଦ୍ୱାରା ଲୋକମାନେ ପ୍ରତ୍ୟେକ ବିଷୟକୁ ଭୌତିକ ଦୃଷ୍ଟିକୋଣରେ ଦେଖିବେ। ତେଣୁକରି ଯୀଶୁ ମାଥ୍ୟୁ ଅଧ୍ୟାୟ 11ରେ ବହୁତ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେଇଅଛନ୍ତି। ଆଉ ଯେ କେହି ମୋଠାରେ ବିଘ୍ନର କାରଣ ନ ପାଏ ସେ ଧନ୍ୟ। ଯେତେବେଳେ ଆମେ ସ୍ୱର୍ଗରେ ଥିଲୁ, ସେହି ସମୟରୁ ପୃଥିବୀର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶୈତାନ ପରମେଶ୍ୱରଙ୍କ ଗୌରବକୁ ଲୁଚାଇ ରଖିଥାଏ। ନିର୍ଯାତନା ଏବଂ ପ୍ରତାରଣା ଭଳି ବିଭିନ୍ନ କୌଶଳ ମାଧ୍ୟମରେ ସେ ଆମ୍ଭମାନଙ୍କୁ ସତ୍ୟ ମାଧ୍ୟମରେ ପରିତ୍ରାଣ ଏବଂ ସ୍ୱାଧୀନତାଠାରୁ ବଞ୍ଚିତ କରିବା ନିମନ୍ତେ ପିତା ଏବଂ ମାତାଙ୍କ ଉପରେ ବିଶ୍ୱାସ କରିବାରୁ ଅଟକାଇଥାଏ। ଯେହେତୁ ଆମ୍ଭେମାନେ ଭୌତିକ ଜଗତରେ ବାସ କରୁଅଛୁ, ତେଣୁକରି ଆମ୍ଭମାନଙ୍କର ଇନ୍ଦ୍ରିୟ କେବଳ ବାସ୍ତବ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ତେଣୁକରି ଏହା କହିବା ଅତ୍ୟୁକ୍ତି ନୁହେଁ ଯେ ଆମ୍ଭେମାନେ ଆତ୍ମିକ ଜଗତକୁ ଜଟିଳ ଭାବେ ଅନୁଭବ କରିପାରିଥାଉ। କ'ଣ ଏହି କାରଣରୁ ପରମେଶ୍ୱର ଆମ୍ଭମାନଙ୍କୁ ବାଇବଲ ଦେଇନାହାନ୍ତି କି? ବାଇବଲ ଆମ୍ଭମାନଙ୍କୁ ସେହି ଜଗତ ବିଷୟରେ କହିଥାଏ ଯାହା ଆମେ ନିଜେ ଦେଖିପାରିବା ନାହିଁ। ଏହା ଆମ୍ଭମାନଙ୍କୁ ସେହି ସତ୍ୟ ପ୍ରତି ଜାଗ୍ରତ କରିଥାଏ ଯେ ଯଦି ଆମେ ଏହା ଉପରେ ବିଶ୍ୱାସ କରୁ ଏବଂ ଏହାର ବାକ୍ୟଗୁଡ଼ିକୁ ପାଳନ କରୁ, ତେବେ ଆମ୍ଭେମାନେ ପାପର କ୍ଷମା ଏବଂ ପରିତ୍ରାଣ ପ୍ରାପ୍ତ ହୋଇପାରିବା। ସେହି ସତ୍ୟ ମଧ୍ୟରୁ ଗୋଟିଏ, ଜ୍ୟୋତି ଉପରେ ବିଶ୍ୱାସ କର। ଆସନ୍ତୁ ପୁଣି ଥରେ ଯିଶାୟ ଅଧ୍ୟାୟ 60 ପଦ 1 ଦେଖିବା। ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀ କି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ। ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ
ତୁମ୍ଭର ଦୀପ୍ତି ନିକଟକୁ ଜେରୁସାଲେମର ପ୍ରକାଶକୁ ଦର୍ଶାଇଥାଏ। ଜାତିମାନେ ତୁମ୍ଭର ଦୀପ୍ତି ନିକଟକୁ ଆସିବେ ଓ ରାଜାମାନେ ସେମାନେ କେଉଁଠାକୁ ଆସିବେ? ତୁମ୍ଭ ଅରୁଣୋଦୟର ଜ୍ୟୋତି ନିକଟକୁ ଆସିବେ। ଯେହେତୁ ଏହା ଜଣେ ଭବିଷ୍ୟତ ବକ୍ତାଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଦ୍ୱାରା ଲିଖିତ ଭବିଷ୍ୟତବାଣୀ ଅଟେ, ତେଣୁ ଏହା ଅପରିବର୍ତ୍ତନୀୟ ଅଟେ। ଏହା ନିଶ୍ଚୟ ପୂରଣ ହେବ। 필연성을 가지고 있습니다. 이건 뭐 사람이 ଯଦିଓ କେହି ଏହା କହୁଥାଏ ଯେ ମୁଁ ଏହା ଘଟିବାରୁ ଅଟକାଇବି, 만들어 보겠다. ପରମେଶ୍ୱରଙ୍କ ଯୋଜନାରେ ହସ୍ତକ୍ଷେପ କରିବାକୁ ଅତ୍ୟଧିକ ପ୍ରୟାସ କରେ, ତଥାପି ଭବିଷ୍ୟତବାଣୀ ପୂରଣ ହେବ। ଆସନ୍ତୁ ପଦ 4 ସହିତ ଜାରି ରଖିବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି। ଅନ୍ୟ ଦେଶୀୟମାନେ ଜେରୁସାଲେମର ଜ୍ୟୋତି ନିକଟକୁ ଆସିବେ 영광의 빛 가운데로 나오게 될 것이고 ଓ ରାଜାମାନେ ତାହାଙ୍କ ପ୍ରତାପ ନିକଟକୁ ଆସିବେ। 그 영광의 그 광명 가운데 전부 나올 것이다 그 했습니다. 이렇게 ଏହିପରି ଘଟିବ କି ନାହିଁ? 됩니까? 반드시 ଏହା ନିଶ୍ଚୟ ଘଟିବ। 될 수밖에 없습니다. 인위적인 ଏହି ସମସ୍ତ ଘଟଣା ପରମେଶ୍ୱରଙ୍କ ଭବିଷ୍ୟବାଣୀ ଦ୍ୱାରା ପୂର୍ଣ୍ଣ ହେବ, କୌଣସି ମନୁଷ୍ୟକୃତ ପ୍ରୟାସ ଦ୍ୱାରା ନୁହେଁ। 이 모든 역사가 반드시 이루어지게 되어 있습니다. ଆସନ୍ତୁ ପଦ 4 ସହିତ ଜାରି ରଖିବା। ତୁମ୍ଭେ ଅନାଇ ଚତୁର୍ଦିଗ ଦେଖ, ସେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି। ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ ସ୍କନ୍ଧରେ ଅଣାଯିବେ। ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ, କାରଣ ସମୁଦ୍ରର ଦ୍ରବ୍ୟ ରାଶି ତୁମ୍ଭ ଆଡ଼େ ଫେରାଯିବ। ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। ଏଠାରେ ପରମେଶ୍ୱର ସେହି ଦୃଶ୍ୟକୁ ପ୍ରକାଶ କରନ୍ତି, ଯାହା ସେତେବେଳେ ପ୍ରକାଶ ହେବ ଯେତେବେଳେ ସମସ୍ତ ଲୋକଙ୍କ ନିକଟରେ ଜେରୁସାଲେମର ଜ୍ୟୋତି ପ୍ରସାରିତ ହେବ, ଯେତେବେଳେ ଅନ୍ଧକାର ଦୂର ହୁଏ ଏବଂ ଯେତେବେଳେ ସେମାନଙ୍କ ହୃଦୟରେ ସତ୍ୟର ଜ୍ୟୋତିର ପ୍ରଚାର କରାଯିବ। 이렇게 알려주고 있습니다. ଆସନ୍ତୁ ପଦ 12କୁ ଯିବା। 들어갑시다. କାରଣ ଯେଉଁ ଦେଶ ଓ ରାଜ୍ୟ ତୁମ୍ଭର ସେବା ନ କରିବ ତାହା ବିନଷ୍ଟ ହେବ। ହଁ, ସେହି ଦେଶ ସକଳ ନିଶେଷ ରୂପେ ଧ୍ୱଂସିତ ହେବ। ଆସନ୍ତୁ ପଦ 14କୁ ଯିବା। ଆଉ ଯେଉଁମାନେ ତୁମ୍ଭକୁ କ୍ଲେଶ ଦେଲେ ସେମାନଙ୍କର ସନ୍ତାନଗଣ ନତ ହୋଇ ତୁମ୍ଭ ନିକଟକୁ ଆସିବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କଲେ ସେ ସମସ୍ତେ ତୁମ୍ଭ ପଦ ତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିଓନ ବୋଲି ସମ୍ବୋଧନ କରିବେ। ଆସନ୍ତୁ ପଦ 20କୁ ଯିବା। ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନହିବ, କିଏ ବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ଅନନ୍ତ କାଳସ୍ଥାୟୀ ଜ୍ୟୋତି ସ୍ୱରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ। ସେ କଣ ହେବେ? ସେ ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ। ସେମାନେ ଅନନ୍ତ କାଳ ଯାଏ ଦେଶ ଅଧିକାର କରିବେ। ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି। 그 작은 자 କ୍ଷୁଦ୍ର ଜଣକ ଆପଣ କଣ ହେବ? ଆପଣ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ। 것이라. ଆମ୍ଭେ ସଦାପ୍ରଭୁ ଯଥା କାଳରେ ଏହା ଶୀଘ୍ର ଘଟାଇବା। ଏହା କେବେ ହେବ? 벌어졌을 때입니까? ଯେତେବେଳେ ଜେରୁସାଲେମଙ୍କ ଗୌରବ ସମସ୍ତ ଲୋକଙ୍କ ନିକଟରେ ପ୍ରଚାରିତ ହେବ। 다 전해지고 전파될 때. ଆସନ୍ତୁ ଅଧ୍ୟାୟ 49କୁ ଦେଖିବା। ଯେଶାୟ ଅଧ୍ୟାୟ 49 ପଦ 17। ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ପନ୍ନ କଲେ ସେମାନେ ତୁମ୍ଭ ମଧ୍ୟରୁ ବାହାରିଯିବେ। 떠나가리라. ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦିଗ ଦେଖ, ଏ ସମସ୍ତେ ଏକତ୍ରିତ ହୋଇ ସେମାନେ କଣ କରନ୍ତି? ସେମାନେ ଏକାଠି ହୁଅନ୍ତି ଏବଂ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କୋଟି ଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ। 신부처럼 할 것이라. ଯଦିଓ ତୁମ୍ଭେ ଧ୍ୱଂସିତ ଓ ଶୂନ୍ୟ ହୋଇଅଛ ଓ ତୁମ୍ଭମାନଙ୍କର ଭୂମି ଉଜାଡ଼ି ହୋଇଅଛି, 당하였던 땅이 ଏବେ ତୁମ୍ଭେ ଆପଣା ଲୋକମାନଙ୍କ ପାଇଁ ଅତି କ୍ଷୁଦ୍ର ହେବ ଓ ଯେଉଁମାନେ ତୁମ୍ଭମାନଙ୍କୁ ଗ୍ରାସ କରିଛନ୍ତି ସେମାନେ ଦୂରେଇ ଯିବ। 떠날 것이니. ପଦ 20। 20절입니다. ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, 말하기를 ମୋ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ, ମୋତେ ସ୍ଥାନ ଦିଅ, ମୁଁ ବାସ କରିବି। 하게 하라 하리니. ସେତେବେଳେ ତୁମ୍ଭେ ମନେ ମନେ କହିବ, ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ? ପଦ 22।
ए निमंते प्रभु सदाप्रभु यही कथा कहती एक जन विपक्ष देशर चतुर्दिगरे उठिब आउ से तुम्भठारु तुम्भर बड़ नत करिब ओ तुम्भर अटालिका सब लुटित हेब। प्रभु सदाप्रभु यही कथा कहती देखो आम्भे अन्य देशीय मानक प्रति आपण हस्त उठेबा ओ गोष्ठी समूहर प्रति आपण ध्वजा टेकिबा। तहिरे सेमाने तुम्भ पुत्र गण को कोଳରେ आनिबे ओ तुम्भर कन्या गण सेमानक स्कंदरे बुहाजिबे। पुणी राजगण तुम्भर पालनकारी पिता ओ सेमानकर राणी माने तुम्भर पालनकारी माता हेबे। सेमाने भूमि की मुख करी तुम्भको प्रणाम करिबे ओ तुम्भ पादर धूଳି चाटिबे। तहिरे आम्भे जे सदाप्रभु ओ आम्भर अपेक्षाकारी माने जे लज्जित न होइबे ଏହା तुम्भे जानिबो। जिसाय अध्याय 60 एवं 49 रे थिबा समस्त भविष्यवाणी सेतेबेले पूर्ण हेबो जेतेबेले जेरुसालेमक गौरव सारा जगतरे प्रसारित हेबो एवं ताहार गौरव प्रकाशित हेबो। 일어나는 광경들입니다. 자, तेबे आसंतु आमे देखिबा जे जेरुसालेम काहाकू दर्शाई थाए। गालातिय अध्याय 4 पद 26 को जिबा। 6절의 말씀 함께 보겠습니다. गालातिय अध्याय 4 पद 26 오직 किंतु ऊर्ध्वस्थ जेरुसालेम से किए 누구라고요? 자유자. स्वाधीना से किए अटंती आम्भमानंक जननी। कौन से आम्भमानंकर शारीरिक माता अटंती जी कि आम्भमानंकु शारीरिक जीवन देई अछंती। से ऊर्ध्वस्थ स्वर्गीय जेरुसालेम अटंती जी स्वर्गरे अछंती। 곧 से आम्भमानंकर आत्मिक माता अटंती। 우리의 어머니십니다. 우리의 आम्भमानंक पाखरे पिता परमेश्वर अछंती किंतु आउ किए अछंती आम्भमानंक पाखरे माता परमेश्वर मध्य अछंती। 아버지 하나님 तेणु करी कौन आदि पुस्तक अध्याय 1 रे लिपिबद्ध होई नाही जे पिता परमेश्वर एवं माता परमेश्वर मानव जाति एवं सबु किछि सृष्टि करि अछंती। 그 하나님이 सेमाने प्रकाशित वाक्य अध्याय 22 पद 17 रे आत्मा ओ कन्या अटंती। 온 인류에게 सेमाने समस्त मानव जाति उपरे ताहांकर ज्योति प्रकाश करंती। 하시고 인류 सेमाने समस्त लोकंकु कोण कुहंती जो माने स्वर्ग को जीवा एवं पापर क्षमा प्राप्त करिबाकु चाहंती 누구든지 다 ताहांकु काहा पाखकु जीवा उचित 성령 आत्मा ओ कन्याଙ୍କ निकटकु आसो। 오늘 आजी 세상에는 समुद्रर बाली परी असंख्य चर्च अछि। 교회가 있습니다. केउ चर्च मानव जाति को पिता परमेश्वर और माता परमेश्वरଙ୍କ निकटकु आसीबा पई आह्वान करूअछि। एहा चर्च ऑफ गॉड अटे जोंठारे आपण एवं मो भाग नै थौ। एही जगतर देवता गण आम्भमानंकु चर्च ऑफ गॉड रो सत्यतारे विश्वास करिबारु अटकाई थांती। 회방을 많이 합니다만 किंतु गालातिय अध्याय 4 प्रकाशित वाक्य अध्याय 22 आदि पुस्तक अध्याय 1 एवं 11 एवं जिसाय अध्याय 6 रे थिबा वाक्य माध्यमरे 모든 성경에 आमे जानि पारिबा जे आम्भमानंक सहित केही जणे अछंती। से किए अटंती 신다는 것을 आम्भे माने जानु जे आम्भमानंक पाखरे माता परमेश्वर अछंती। 신다는 것 알고 있습니다. 아버지 आम्भमानंकु पिता परमेश्वरଙ୍କ ज्योति को जगतरे विस्तार करिबार आवश्यकता अछि किंतु माता परमेश्वरଙ୍କ ज्योति विषय कोन 하니 आम्भे माने एहाकु समस्तंकु जणैबा उचित। 여러분 빛은 समस्त लोक 어디에 ज्योति को लुचाई रखिबा उचित नुहे। 나서는 안 됩니다. 예수 जीसु केउठारे कहिथिले जे अंधकार को दूर करिबा पई ज्योति को रखा जिबा उचित। 마른 कोन से आम्भमानंकु याहाकु माण तळे लुचाई रखिबाकु कहिले ना दीपरुखा उपरे रखिबाकु कहिले। 성경 위에 से आम्भमानंकु याहाकु दीपरुखा उपरे रखिबाकु कहिले जहा फଳରେ समस्ते ज्योति देखि पारिबे। 있습니다. जेहेतु यहा परमेश्वरଙ୍କ इच्छा अटे 하나님의 뜻이기 तेबे कोन परमेश्वरଙ୍କ संतान और ज्योतिर संतान को जेरुसालेमर प्रहरी हेबा उचित नुहे जो माने स्वर्गीय पिता और स्वर्गीय माताଙ୍କ विषय प्रचार करंती। 파수꾼들이 돼야 되지 않겠습니까? आसंतु सेही दृश्य उपरे एक नजर पकाइबा। आसंतु जिसाय अध्याय 62 पद 6 को जिबा। हे जेरुसालेम आम्भे तुम्भ प्राचीर उपरे प्रहरी गण नियुक्त करिअछु 세우고 सेमाने दिन कि राति कदाच नीरव नहिबे। 잠지 않게 하였나니라. जेरुसालेम काहाकु दर्शाई थाए 성한다고 했죠. जेरुसालेम आम्भमानंकर मातांकु दर्शाई थाए। हे सदाप्रभुଙ୍କୁ स्मरण कराइबा लोकमाने से जे पर्यंत जेरुसालेमକୁ स्थापन न करंती और पृथ्वी मध्यरे ताहाकु प्रशंसार पात्र न करंती से पर्यंत तुम्हे माने विश्राम करो नाही कि ताहांकु विश्राम करिबाकु दियो नाही। 그로 쉬지 못하시게 하라고 했습니다. 하나님의 ଏହା परमेश्वरଙ୍କ इच्छा अटे 세상에서 से जगतरे प्रशंसार पात्र हेबे एवं जोमाने अंधकाररे जीवन यापन करंती 세상 모든 से माने परमेश्वरଙ୍କ सत्यर अन्वेषणरे ताहांक निकटकु आसिबे। 길을 찾아서 나올 수 있도록 말이죠.
ରାତ୍ରିରେ ଯାଉଥିବା ଜାହାଜ ଗୁଡ଼ିକ ଲାଇଟ୍ ହାଉସ୍ର ଆଲୋକ ଦେଖି ଭୂମିର ଉପସ୍ଥିତି ଅନୁଭବ କରିପାରନ୍ତି। 빛을 보고서 육지가 있음을 느낄 수 있다고 합니다. ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାର ହୋଇଯାଏ ତେବେ ପୂର୍ବ ଏବଂ ପଶ୍ଚିମ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର ହୋଇଥାଏ। 분간하기가 ସେମାନେ ଜାଣନ୍ତି ନାହିଁ ଯେ ସେମାନେ କେଉଁଠାରେ ଅଛନ୍ତି, 와 있는지 କିନ୍ତୁ 현재치도 ଲାଇଟ୍ ହାଉସ୍ରୁ ଆସୁଥିବା ଜ୍ୟୋତି ସେମାନଙ୍କୁ ଏକ ସଂକେତ ଦେଇଥାଏ। 주는 ଯଦିଓ ଜ୍ୟୋତି ବହୁତ ଦୂରରେ ଅଛି, ଯଦି ମୁଁ ଏହା ପାଖରେ ପହଞ୍ଚିବି ତେବେ ମୁଁ ସ୍ଥଳଭାଗକୁ ପହଞ୍ଚି ପାରିବି। 할 수 있구나. ତେବେ ପରମେଶ୍ୱର ହେଉଛନ୍ତି ପୂର୍ବ ଦିଗର ଜ୍ୟୋତି। ଯେପରି ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ ଲେଖା ଅଛି, ଯେ କେହି ତୃଷିତ ଅଟନ୍ତି ତାହାଙ୍କୁ ଆତ୍ମା ଓ କନ୍ୟାଙ୍କ ନିକଟକୁ ଯିବା ଉଚିତ। 가는 것이 ଏହା ଅନନ୍ତ ସ୍ୱର୍ଗରାଜ୍ୟ ପର୍ଯ୍ୟନ୍ତ ପହଞ୍ଚିବାର ସଂକ୍ଷିପ୍ତ ପଥ ଅଟେ। ଜେରୁସାଲମର ପ୍ରାଚୀର ଉପରେ ପ୍ରହରୀ ଭାବରେ ଆମ୍ଭେମାନେ ଆମ୍ଭମାନଙ୍କର ସ୍ୱର ଉତ୍ତୋଳନ କରିବା ଉଚିତ 또 전파되는 일에 ଏବଂ ଆମର ପଡ଼ୋଶୀ, ପରିବାର ଏବଂ ପରିଚିତମାନଙ୍କୁ ଜ୍ୟୋତି ପ୍ରଦାନ କରିବା, ଯାହାଦ୍ୱାରା ପିତା ଏବଂ ମାତାଙ୍କ ଜ୍ୟୋତି ସମଗ୍ର ସମୀରଣରେ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିପାରିବ। 될 의무가 우리에게는 있습니다. ମୁଁ ଅନୁରୋଧ କରୁଅଛି ଯେ ଆପଣ ଜ୍ୟୋତିର ସନ୍ତାନ ଏବଂ ଦିବସର ସନ୍ତାନ ହୁଅନ୍ତୁ, ଯେଉଁମାନେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ଯିଏକି ଜ୍ୟୋତି ଅଟନ୍ତି ପ୍ରକାଶିତ କରନ୍ତି। 드리겠습니다. 우리 하나님의 ଯେହେତୁ ପିତା ଏବଂ ମାତା ଚର୍ଚ୍ଚ ଅଫ୍ ଗଡ଼ରେ ଉପସ୍ଥିତ ଅଛନ୍ତି, ତେଣୁକରି ଏହା ମଧ୍ୟରେ ଅନ୍ଧକାର କେବେ ମଧ୍ୟ ପ୍ରବେଶ କରିପାରିବ ନାହିଁ। ଏହି ଦୁନିଆରେ କେବଳ ସିଓନରେ ମିଥ୍ୟାରୁ ସତ୍ୟକୁ ଚିହ୍ନିବାର କ୍ଷମତା ଅଛି। 능력이 없습니다. ସେଥିପାଇଁ ଲୋକମାନେ ଏହା ଜାଣିପାରନ୍ତି ନାହିଁ ଯେ ରବିବାର ବିଶ୍ରାମ ଦିନ ଅଟେ ନା ଶନିବାର। ସେମାନେ ଏହା ଜାଣିପାରନ୍ତି ନାହିଁ ଯେ ନିସ୍ତାର ପର୍ବ ପରମେଶ୍ୱରଙ୍କ ଶିକ୍ଷା ଅଟେ କିମ୍ବା ଖ୍ରୀଷ୍ଟମାସ କ୍ରୁଶ ମୂର୍ତ୍ତି ଅଟେ କି ନାହିଁ, ଏହା ମଧ୍ୟ ସେମାନେ ବୁଝିପାରିବେ ନାହିଁ। 구분이 안 되죠. ପରମେଶ୍ୱର ଲୋକମାନଙ୍କୁ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେବାକୁ କହିଲେ, କିନ୍ତୁ ସେମାନେ ପବିତ୍ର ଆତ୍ମାଙ୍କ ନାମ ଜାଣନ୍ତି ନାହିଁ। 빛 가운데 ଯଦି କେହି ଜ୍ୟୋତିରେ ନାହାନ୍ତି ତେବେ ସେମାନେ ଅନ୍ଧକାରରେ ଅଛନ୍ତି। ଅନ୍ଧକାର ପୃଥିବୀକୁ ଆଚ୍ଛନ୍ନ କରିଅଛି ଓ ଘୋର ଅନ୍ଧକାର ଲୋକମାନଙ୍କ ଚକ୍ଷୁ ଓ କର୍ଣ୍ଣକୁ ଅନ୍ଧ କରିଦିଏ। 그런 ଏପରି ପରିସ୍ଥିତିରେ ପୂର୍ବର ଜ୍ୟୋତି ଏହି ପୃଥିବୀକୁ ଆସିଥାନ୍ତି। ଏହା ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଜ୍ୟୋତି ଅଟେ। ତେଣୁକରି ମୁଁ ଆପଣମାନଙ୍କୁ ଅନୁରୋଧ କରୁଅଛି ଯେ ଆତ୍ମା ଓ କନ୍ୟାଙ୍କ ଦ୍ୱାରା ଆହ୍ୱାନିତ ହୋଇ ଗର୍ବ ଓ ସମ୍ମାନର ସହିତ ଆମ ସମସ୍ତଙ୍କୁ ଜ୍ୟୋତିର ସନ୍ତାନ, ଜ୍ୟୋତିର ଦୂତ ହେବା ଉଚିତ ଏବଂ ଏହି ଅନ୍ଧକାରମୟ ଦୁନିଆରେ ଜ୍ୟୋତିକୁ ବିସ୍ତାର କରିବା ଉଚିତ। 사자들이 다 ଏହା ସହିତ ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।